ଓଡ଼ିଶା ତଥା ଭାରତର ବିଭିନ୍ନ ଅଞ୍ଚଳର ଲୋକକଳାକାର ପ୍ରଚାର ପ୍ରସାର ସହ ବାଲେଶ୍ୱରୀ ଲୋକକଳା, ଜଉକଣ୍ଢେଇ ଓ ଲୋକ ସଂସ୍କୃତିକୁ ଉତ୍ସାହିତ କରିବାର ମହାନ ଲକ୍ଷ୍ୟ ନେଇ ବାଲେଶ୍ୱରରେ ଅନୁଷ୍ଠିତ ହେଉଛି ଜଉକଣ୍ଢେଇ ବାହାଘର ଉତ୍ସବ। ଏହି ଉତ୍ସବ ତା 11/5/2026 ସୋମବାରଠାରୁ ଆରମ୍ଭ ହୋଇ 15 ତାରିଖ ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ। ବୈଦିକ ରୀତିନୀତି ଅନୁସାରେ ମଙ୍ଗଳବାର ଜଉକଣ୍ଢେଇ, ବାଇମୁଣ୍ଡି ଓ ମଣିର ITI କଲୋନୀ ରମି କଲ୍ୟାଣ ମଣ୍ଡପରେ ବିବାହ ଅନୁଷ୍ଠିତ ହୋଇଛି। ଖ୍ରୀଷ୍ଟିଆନ ହାଇସ୍କୁଲ ପଡ଼ିଆରୁ ବାହାରିଥିବା ସମ୍ପର୍କ ଯାତ୍ରାରେ ବର ବାଇମୁଣ୍ଡିକୁ ନେଇ ବରଯାତ୍ରୀ ସହର ପରିକ୍ରମା ସହ ITI କଲୋନୀ ଅଭିମୁଖେ ଯାତ୍ରା କରିଥିଲେ। ଶୋଭାଯାତ୍ରାରେ ରଙ୍ଗଢୋଲ, ପିତୁଳା ନାଚ, ସାନ୍ତାଳୀ ନାଚ, ଦୁଲଦୁଲି ଓ ବାଣ ରୋଷଣୀରେ ସହର କମ୍ପି ଉଠିଥିଲା। ବରକର୍ତ୍ତା ଫକୀରମୋହନ ବିଶ୍ୱବିଦ୍ୟାଳୟର ଆଇନ ବିଭାଗ ଡିନ୍ ଡକ୍ଟର ବିନୟ କୁମାର ଦାସ ଓ ପ୍ରାଧ୍ୟାପିକା ଉର୍ମିଳା ଦାସ ଏବଂ ITIର ସହ ନିର୍ଦ୍ଦେଶକ ଡକ୍ଟର ନୀଳାଦ୍ରି ରାୟ ଓ ପ୍ରାଧ୍ୟାପିକା ଡକ୍ଟର ମୌସୁମୀ ଦାସ ପଟ୍ଟନାୟକଙ୍କ ଉପସ୍ଥିତିରେ ବରକନ୍ୟା ବାଇମୁଣ୍ଡି ମଣିର ବିବାହ ସମ୍ପନ୍ନ ହୋଇଛି। ତେବେ ବର ଗମନ ପୂର୍ବରୁ ଉତ୍ସବ କମିଟି ଉପସଭାପତି ଅଞ୍ଜଳି ପଣ୍ଡାଙ୍କ ସଭାପତିତ୍ୱରେ ଖ୍ରୀଷ୍ଟିଆନ ହାଇସ୍କୁଲ ପଡ଼ିଆରେ ଆୟୋଜିତ ସାନ୍ଧ୍ୟ ଅଧିବେଶନରେ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଲେଶ୍ୱରର ଜଉକଣ୍ଢେଇ ବାହାଘର ଉତ୍ସବ ସମଗ୍ର ରାଜ୍ୟକୁ ନୂତନ ବାର୍ତ୍ତା ଦେଇଛି ବୋଲି କହିଥିଲେ। ସମସ୍ତଙ୍କ ପ୍ରଚେଷ୍ଟାରେ ଆଗାମୀ ଦିନରେ ଏହି ଉତ୍ସବ ଓଡ଼ିଶାର ଗଣପର୍ବ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ। ITR ସହ ନିର୍ଦ୍ଦେଶିକା ଶ୍ରାବଣୀ ଘୋଷ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୌରଧ୍ୟକ୍ଷ ସବିତା ସାହୁ ଯୋଗଦେଇ ଜଉକଣ୍ଢେଇ ବାହାଘର ଆମ ସ୍ୱାଭିମାନର ପ୍ରତୀକ ବୋଲି କହିଥିଲେ। କମିଟିର ସଦସ୍ୟ ରଚନା ସେନ ଅତିଥି ପରିଚୟ ଦେଇଥିବା ବେଳେ ଅଳକା ଘୋଷ ପ୍ରାକ୍ କଥା ଓ ଧରିତ୍ରୀ ମହାପାତ୍ର ଶେଷ କଥା ରଖିଥିଲେ। क्रमागत चली आसुची ए जो आगामी दिन में आहुरी बड़ परिसर पालित एवं ओडिशार संस्कृति को देश विदेश में परिचित करिवो। समस्त परिश्रम ता सहित समस्त हाथर मिसिक रहा उचित बोली मु आशा करछि। वर्तमान मु श्रावणी घोष
ତାଙ୍କୁ ଦେଖି ସାରିଛନ୍ତି ମଞ୍ଚରେ ଆଜି। କେବଳ ଦର୍ଶକ ମାନଙ୍କର ଚାହିଦା ହେତୁ ପୁଣି ଆଉ ଥରେ ସେଇ ଦୁଲଦୁଲିଙ୍କୁ କାର୍ଯ୍ୟକ୍ରମ ପରିବେଷଣ କରିବା ପାଇଁ ମୁଁ ଆଉ ଥରେ ଅନୁରୋଧ ରଖିବି। ସେ ଆସିବେ ତାଙ୍କ ମଞ୍ଚରେ ତାଙ୍କର କାର୍ଯ୍ୟକ୍ରମ ପରିବେଷଣ କରିବେ। କେବଳ ଗୋଟିଏ କାର୍ଯ୍ୟକ୍ରମ କରିବେ।